ଦ୍ରୁପଦ ଖୁସି ମିଶା ବିଷାଦ ମନରେ ଚିନ୍ତା କରି ଭାବୁଥିଲେ ପୃଥିବୀର ବୀର କ୍ଷତ୍ରିୟ ପୁରୁଷ କିଏ? ଦ୍ରୌପଦୀକୁ ପତି ରୂପରେ ବରଣ କରାଇ ପାରିଲେ କ୍ଷତ୍ରିୟ ପୁରୁଷକୁ ମୁଁ ଜନତା ରୂପରେ ପାଇଲେ ଦ୍ରୋଣ ମୋତେ ଅପମାନ କରିଥିବା ଗର୍ବ ଅହଙ୍କାରକୁ ଚୂର୍ଣ୍ଣ କରିପାରିବି। ଏହା ଦ୍ରୁପଦ ଭାବୁଥାନ୍ତି। ଏହି ସମୟରେ କୃଷ୍ଣ ଉପସ୍ଥିତ ହେଲେ। ଦ୍ରୁପଦକୁ କହିଲେ, ହେ ରାଜା, ତୁମେ କଣ ଭାବନା ରାଜ୍ୟରେ ବୁଡ଼ି ରହିଛ? ଦ୍ରୁପଦ କହିଲେ, ପୃଥିବୀ ଶ୍ରେଷ୍ଠ ବୀର ପୁରୁଷ କିଏ? କାହାକୁ ଦ୍ରୌପଦୀଙ୍କୁ ବିବାହ ଦେଲେ ବୀର ଜାମାତା କ୍ଷତ୍ରିୟ ପୁରୁଷକୁ ପ୍ରାପ୍ତ କରି ଶତ୍ରୁର ଗର୍ବ ଅହଙ୍କାରକୁ ଚୂର୍ଣ୍ଣ କରିପାରିବି। ଦ୍ରୁପଦକୁ କୃଷ୍ଣ କହିଲେ, ମୋ ସମକକ୍ଷ ବୀର ପୁରୁଷ ଅର୍ଜୁନ ଛଡ଼ା ମୋ ସମସ୍କନ୍ଦ କ୍ଷତ୍ରିୟ ବୀର ଆଉ ଜଗତରେ କେହି ମିଳିବେ ନାହିଁ। ଅର୍ଜୁନଙ୍କ ସହ ଦ୍ରୌପଦୀର ବିବାହ କରିବା ରାଜା ଦ୍ରୁପଦ ଓ କୃଷ୍ଣ ସ୍ଥିର କଲେ। ଦ୍ରୁପଦକୁ କୃଷ୍ଣ କହିଲେ, ଯେଉଁ ବୀର ପୁରୁଷ ଦିନେ ଦ୍ରୋଣଙ୍କ ଆଦେଶରେ ତୁମକୁ ବନ୍ଦୀ କରି ନେଇଥିଲା ସେହି ବୀର ପୁରୁଷ ଅର୍ଜୁନ ତୁମର ଜାମାତା ହେବ। ଦ୍ରୁପଦ କହିଲେ, ସେହି ଅର୍ଜୁନ ହେବ ମୋର ଜାମାତା। ଅର୍ଜୁନର ବାହୁବଳରେ ଦ୍ରୋଣାଚାର୍ଯ୍ୟର ଅହଙ୍କାରକୁ ମୁଁ ଚୂର୍ଣ୍ଣ କରିବି। କୃଷ୍ଣ କହିଲେ, ହଁ, ସେହି ଅର୍ଜୁନ। ମୋ ପରି ବୀର ପୁରୁଷ ସେହି ଅର୍ଜୁନକୁ ଛାତ୍ର ଭାବରେ ପାଇ ଦ୍ରୋଣର ଗର୍ବ ଥିଲା। ତାକୁ ତୁମେ ଜାମାତା କରି ପାଇଲେ ଦ୍ରୋଣର ମସ୍ତକ ତଳ ହୋଇଯିବ। ଦ୍ରୁପଦ ମନେ ମନେ ଭାବୁଛନ୍ତି ଓ କୃଷ୍ଣଙ୍କୁ କହୁଛନ୍ତି, ମୁଁ ଦ୍ରୋଣଙ୍କୁ ଖରାପ ଭାବିଛି ଓ ଭାବୁଛି। ତାହେଲେ ଆଜି ଯଦି ଦ୍ରୋଣଙ୍କୁ ଖରାପ ଭାବିବା ତେବେ ଆମର ଭୁଲ ହୋଇଯିବ। କାହିଁକି? ଦ୍ରୋଣ ମୋରି ଜାମାତାକୁ ବରଶାଳୀ ବୀରଶ୍ରେଷ୍ଠ କରି ଶିକ୍ଷା ଦେଇଛନ୍ତି। କୃଷ୍ଣ କହିଲେ, ହଁ ହଁ, ଦ୍ରୁପଦ ରାଜାର ଜାମାତା ଅର୍ଜୁନ ହେବ ବୋଲି ଜାଣିଥିଲେ ଦ୍ରୋଣ ଅର୍ଜୁନଙ୍କୁ ସମସ୍ତ ଅସ୍ତ୍ର ଶିକ୍ଷା ଦେଇନଥାନ୍ତି। ଦ୍ରୁପଦ କହିଲେ, ଦ୍ରୋଣଙ୍କର ଅପମାନର ପ୍ରତିଶୋଧ ନେବା ପାଇଁ ମୋତେ ଜାମାତା ରୂପରେ କୃଷ୍ଣ ହେଉ ବା ଅର୍ଜୁନ ହେଉ ଏକ ବୀର ପୁରୁଷ ଆବଶ୍ୟକ ଅଟେ। ଦ୍ରୌପଦୀ କୃଷ୍ଣର ବେକରେ କୃଷ୍ଣଙ୍କୁ ପତି ରୂପରେ ବରଣ କରିବା ପାଇଁ ଏକ ଫୁଲମାଳ ଗୁନ୍ଥୁଥିଲା। ପିତା ଓ କୃଷ୍ଣଙ୍କ କଥା ଶୁଣି ଭାବିଲା, ଏହି ମାଳା କୃଷ୍ଣ ଗଳାରେ ଦେବା ପାଇଁ ଗୁନ୍ଥୁଥିଲି, ଏହି ମାଳକୁ ଅର୍ଜୁନ ଗଳାରେ ଦେବି। ପୁଣି କୃଷ୍ଣଙ୍କ ନିର୍ଦ୍ଦେଶରେ ଦ୍ରୌପଦୀ ଫୁଲମାଳକୁ ଦେଖି କାନ୍ଦି ପକାଇଲା। ଦ୍ରୌପଦୀଙ୍କୁ କୃଷ୍ଣ କହିଲେ, ଦେବୀ ଦ୍ରୌପଦୀ, କାନ୍ଦ ନାହିଁ। ପିତାଙ୍କର ଶତ୍ରୁନାଶନ ପାଇଁ ତମର ଜନ୍ମ, ଏ ପୃଥିବୀର ଦୁରାଚାରୀମାନଙ୍କ ବିନାଶ ପାଇଁ ତମର ଜନ୍ମ। ବାହ୍ୟ ଶତ୍ରୁମାନଙ୍କୁ ଯଦି ଜୟ କରିବାକୁ ହେବ, କାନ୍ଦ ନାହିଁ। ଧୈର୍ଯ୍ୟ ଧରି ନିଜ ଶରୀରରେ ଥିବା ଶତ୍ରୁ ଇନ୍ଦ୍ରିୟମାନଙ୍କୁ ପ୍ରଥମେ ଜୟ କରିବାକୁ ପଡ଼ିବ। ହେ ଦ୍ରୌପଦୀ, ମୋର ମହତ୍ କଥାକୁ ମନେ ରଖ। ମହତ୍ ଉଦ୍ଦେଶ୍ୟ ସଂସ୍ଥାପନ କରିବା ପାଇଁ କ୍ଷୁଦ୍ରତର ନିଜର ଶରୀର ସ୍ୱାର୍ଥକୁ ପ୍ରଥମେ ବଳିଦେଲେ ତାହା ମାନବ ଜୀବନର ମହନୀୟତା ପ୍ରତିପାଦନ କରିଥାଏ। କାନ୍ଦି କାନ୍ଦି ଦ୍ରୌପଦୀ କୃଷ୍ଣଙ୍କୁ କହିଲେ, କାମନା ବାସନା ମନ ହୃଦୟ କାମ କ୍ରୋଧ ଲୋଭ ମୋହ କୁ ନିଜ ଶରୀରେ ବଳି ଦେଇ ଜୟଯୁକ୍ତ ହେବା ପାଇଁ କୃଷ୍ଣଙ୍କୁ ଦ୍ରୌପଦୀ କାନ୍ଦି କାନ୍ଦି ଶକ୍ତି ମାଗିଲେ। ଦ୍ରୌପଦୀ କହିଲେ, ମୁଁ ତ ଛାର ମର୍ତ୍ତ୍ୟର ମାନବୀ, ତୁମକୁ ପତି ରୂପରେ ବରଣମାଳା ଗଳାରେ ଦେଇ ମାନବେରୁ ଦେବୀ କିପରି ହୋଇପାରିବି? ଫୁଲମାଳ କୃଷ୍ଣଙ୍କ ଗଳାରେ ଦେବା ପରିବର୍ତ୍ତେ ଫୁଲ ହାରକୁ କୃଷ୍ଣଙ୍କ ପାଦରେ ସମର୍ପଣ କରିଦେଲେ। କାନ୍ଦି କାନ୍ଦି କହିଲେ, ହେ କୃଷ୍ଣ, ସଂସାରରେ ଯେତେ କର୍ମ, ସଂସାରର କର୍ମ ଯଦି ମୋର ନୁହେଁ, ସଂସାରର କର୍ମ ଯଦି ଭଗବାନଙ୍କର ହେବ, ତେବେ କର୍ମର ଫଳ ମଧ୍ୟ ମୋର ନୁହେଁ, କର୍ମର ଫଳ ଭଗବାନଙ୍କର ହେବ। କୃଷ୍ଣଙ୍କୁ ସ୍ୱାମୀ ରୂପରେ ବରଣ କରିବା ଦ୍ରୌପଦୀର କଳ୍ପନା ସବୁ ପଣ୍ଡ ହୋଇଗଲା। କୃଷ୍ଣଙ୍କର ସଖା
अर्जुन को हृदय स्थान देवाई द्रौपदी को पिता और कृष्ण ठारू अनुमति मिला। द्रौपदी कृष्ण को कहले मु कौन करि अज्ञान शिशु को पिता जो खेलना धराई देव अज्ञान शिशु ताहा खेल खुशी हे मोर खेलना किए हेब कहीं हेब ये प्रश्न पिता को बा कृष्ण को पचारे भूल हो। द्रौपदी कहले मु कहीं पचारे कि लाभ पारि। कृष्ण कहले दुख कर द्रौपदी अर्जुन समस्त प्राप्ति अप्राप्ति जय पराजय मु अंशीदार अटे। अर्जुन जो खाद्य खाए खाइबा पूर्व तार खाद्य मते समर्पण न करी जल मध्य छुए नहीं किंतु अर्जुन मते जो खाद्य जल अर्पण करिथाए कृष्ण कहले अर्जुनर खाद्य और जल को मु खाए नहीं तार सुगंधि केवल आघ्राण करे सार बत्ता ही ग्रहण करे। ठीक सेमिति अर्जुन सह तमर मिलन तमर देहातीत मिलन सत्ता सह मोर अदृश्य संपर्क चिरदिन रहिब। कृष्ण एपरी कथा शुणी संगे संगे द्रौपदीर शरीर दुई भाग होगला। एक भाग कृष्णकर ज्योतिर्मय शिखारे विलीन होगला आउ एक द्वितीय भाग अपर अंशटी शरीर सुख संभोग आशा रखी स्वयंवरा विवाहयोग्य देह हो रहीगला पांचाल देशर राजप्रसाद। सही दिन अर्जुन अपेक्षा भावना राज्य बुड़ी रहा। ओम नमो भगवती वासुदेवाय। महाभारतर नायक पुण्य पुरुष श्रीकृष्ण वासुदेव पद्मपादरे विनीत होई महाभारत कहानी द्रौपदी चरित्र वर्णना भिडियो प्रथम भागरे कहूँ। प्रथम भागरे समस्त श्रोता बंधु मानक नमस्कार करी कहूँ विश्व ये जावत आज पर्यंत दुख कष्टदायिनी द्रौपदी परी नारी पृथ्वी पृष्ठ कहीं जन्म लाभ करना अन्य कई नारी द्रौपदी भरी निर्यातना लांछना मानसिक संकट और संघर्षर सम्मुखीन होना ही द्रौपदी जो विपद दुख और संकट पूर्ण मानसिक गति करिचंती। कामांध प्रेम अंध पुरुष द्वारा सुंदरी नारी जुगे जुगे निर्यातिता एवं अपमानिता हो आसुचंती पुराण राज्य और भारत राज्य। द्रौपदी भातृविवाद और ईर्षार वशवर्ती होई निज वंशर पुरवधू द्रौपदी को बहु ज्ञानी गुणी मानी पुरुषंकर आगरे विभूषणा करवा एवं समस्ते नीरवरे विभूषणा युवती अंग शोभा को दर्शन करने बसी रहिबा भली कलंकित कर्म विश्वर इतिहास देखा नहीं। खाली सेतिकी नुहे अज्ञात शाशुंकर पार्टी खसी जाइथिबा पदे कथा पाई राजनंदिनी द्रौपदी को बाध्य होई पंचपति वरण करने को गोटे स्त्री पाई पंचपति वरण करने घटना पुराण बहुपति ग्रहण उदाहरण थिले मध्य मानव समाज में पंचपति ग्रहण करने घटना चांचल्यकर घटना अटे। द्रौपदी निज सतीत्व लोक मनरे स्मरणीया हेले मध्य पंचपति वर्ण करने जोगे कौरव मानक द्वारा और कन्नक द्वारा बहु पुरुषा भोग्या बारनारी भाव निंदिता होइचंती। तथापि द्रौपदी निज मनोबल को हराई नहांती। द्रौपदी शेष घटना मध्य असह्य घटना अटे। हिमालयर मेरु गिरिर स्वर्ण रेणुरे पाद खसाई स्वर्गलाभरू वंचित होइचंती स्वर्ग को जाई पारि नहांती।
निसहाय अवस्था देह त्याग करिसंती। द्रौपदींकर विभिन्न दुख कष्ट असहाय अवस्था गति करिबा चरित्र परवर्ती भिडियो मानकरे जानि पारिबे। नमस्कार रही।